ମୁଁ ଟିକପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ। ମୋ ନାଁ ସୌମ୍ୟରଞ୍ଜନ ସାହୁ। ବର୍ତ୍ତମାନ 4 ଖଣ୍ଡ ଗ୍ରାମ ବର୍ତ୍ତମାନ ଆଫେକ୍ଟ ଏରିଆରେ ବର୍ତ୍ତମାନ ଅଛି ଏବଂ ସେଇ ରାସ୍ତାରେ ବର୍ତ୍ତମାନ 15 ଫୁଟ ପାଣି ଜଳମଗ୍ନ କରୁଛି ଏବଂ 4 ଖଣ୍ଡ ଗାଁ ମାନେ ବହୁତ ଅସୁବିଧାରେ ଅଛି। ବର୍ତ୍ତମାନ ଏପର୍ଯ୍ୟନ୍ତ ସରକାର ବର୍ତ୍ତମାନ କିଛି ଆସିନାହାନ୍ତି କି ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନାହାନ୍ତି। ଆମେ ସରକାରକୁ ଅନୁରୋଧ କରୁଛୁ। ମୋ ତରଫରୁ ମୁଁ ମଧ୍ୟ ନିଜେ ଅନୁରୋଧ କରୁଛି କିନ୍ତୁ ଆସି କିଛି ରିଲିଫ୍ ବ୍ୟବସ୍ଥା କରନ୍ତୁ ଏବଂ କିଛି ନିଜେ ଆସିକି ଭିଜିଟ୍ କରନ୍ତୁ। ଏପର୍ଯ୍ୟନ୍ତ ସରକାରଙ୍କର କେହି ଆସିନାହାନ୍ତି, କୌଣସି ଷ୍ଟାଫ୍ ଏବଂ ତହସିଲଦାର ଆସିନାହାନ୍ତି, ପିଡ଼ିଓ ସାର୍ ଆସିନାହାନ୍ତି କି ସପରେଟର୍ କେହି ମଧ୍ୟ ଏପର୍ଯ୍ୟନ୍ତ ଆସିନାହାନ୍ତି ଏବଂ 4 ଖଣ୍ଡ ଗାଁ ଆଫେକ୍ଟ ଅଛି। ବର୍ତ୍ତମାନ ଟିକପଡ଼ାର ମଧ୍ୟ ଗାଁରେ ଆସିକି ପାଣି ଲାଗିଲାଣି। ଆମର ଗ୍ରାମ ପଞ୍ଚାୟତ ଅଫିସ୍ ପାଖରେ ମଧ୍ୟ ପାଣି ଲାଗିଗଲାଣି, ଧୀରେ ଧୀରେ ଲାଗିଲାଣି। ବର୍ତ୍ତମାନ ଯାହା ଆମେ ରିପୋର୍ଟ ପାଉଛୁ ଧୀରେ ଧୀରେ ପାଣି ଦ୍ରୁତ ଗତିରେ ବଢ଼ୁଛି। ସନ୍ଧ୍ୟା ସୁଦ୍ଧା ଆମର ଅଫିସକୁ ମଧ୍ୟ ପାଣି ଛୁଇଁବ ବୋଲି ଜଣାପଡ଼ୁଛି। ଜନସାଧାରଣଙ୍କ ବିଷୟରେ ଅବଗତ କରାଯାନ୍ତି। ହଁ, ଆମେ ତ ଲୋକକୁ ଏ ବିଷୟରେ ମୁଁ ବ୍ୟକ୍ତିଗତ ହିସାବରେ କହିଛି ଏବଂ ମୁଁ ସରକାରକୁ ଅନୁରୋଧ କରୁଛି ସେ ଆସିକି ଟିକେ ଭିଜିଟ୍ କରନ୍ତୁ ଏବଂ ବୁଲନ୍ତୁ, ବନ୍ୟା ପରିଦର୍ଶନ ଟିକେ କରନ୍ତୁ। ସରକାର ଅଫିସରମାନଙ୍କୁ ମୋ ତରଫରୁ ମୁଁ ରିକ୍ୱେଷ୍ଟ କରୁଛି। ଅନୁଗୁଳ ଜିଲ୍ଲା ଟିକରପଡ଼ା ଦେଇ ଯାଇଥିବା ମହାନଦୀ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ମଝିପଡ଼ା, ଗଇନ୍ଦି, ବେହେରାସାହି, ଅଣାଖଣି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ତ୍ତମାନ ଆମେ ଅଛୁ ରାସ୍ତା ଉପରେ। ଏ ରାସ୍ତା ଉପରେ 15 ଫୁଟର ପାଣି ଚାଲୁଥିବା ବେଳେ ଆଦି 4 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମନ୍ତଳାରୁ ଆଶୁତୋଷ ପ୍ରଧାନଙ୍କ ରିପୋର୍ଟ, ଅନୁଗୁଳ ଲାଇଭ୍।